तो हे गाइस वेलकम टू माय न्यू ब्लॉग। आशा करছি ସବୁ ଭଲ ଥିବେ। तो ଆପଣ ଭଲ ଥିବେ ବୋଲେ ମୁଁ ବି ଭଲ ଥିବି ହେଲା। ଆଉ ଘରେ ସବୁ କେମିତି ଅଛନ୍ତି ମୋତେ କମେଣ୍ଟରେ କହିଦେବ। ତ ଆଜି ଆମର ସଣ୍ଡେ ଥିଲା, ସଣ୍ଡେରେ ଆମର କାମ ଛୁଟି ରହୁଛି। ତ ମୁଁ ଯେବେ ବି ସଣ୍ଡେ ଥାଏ ମୁଁ ନାଇଁ କି ଗୋଟେ ଜାଗା ବୁଲିବାକୁ ଆସିଥାଏ ହେଲା। ଦେଖିପାରୁଥିବ ମୋତେ ପୁରା ଜଙ୍ଗଲ ଅଛି, ମୁଁ ସାମ୍ନାର ଦେଖେଇବି। ତ ଫାଷ୍ଟ ଦେଖନ୍ତୁ ହେଲା, ମୁଁ ଦେଖଉଛି ଏବେ ସାମ୍ନାର କେମିତି ଅଛି। ଏ ଦେଖ ଭାଇ ଏତେ ସୁନ୍ଦର, ଏତେ ସୁନ୍ଦର ଜାଗା ଭାଇ, ୱାଓ ୱାଓ। ଏ ଜାଗା ଦେଖି ଆପଣ ମାନେ ଭାବୁଥିବ କି ଏଇଟା କଣ, ଏଇଟା ବୋଲେ କଣ ଲଗେଇଛନ୍ତି ନା କଣ ଲଗେଇ ନାହାନ୍ତି। ନାଇଁ ଭାଇ ଏଇଟା କିଛି ଲଗାଇନି ହେଲା, ଏଇଟା କିଛି ବୋଲେ କିଛି ଲଗାଏ ନାହିଁ। କେତେ ଲୋକ ଭାବୁଥିବେ ଏଇଟା ଆମ ଓଡ଼ିଶାରେ ଧାନ ବହୁତ ଲଗାନ୍ତି ଏ ଜାଗାରେ, କିନ୍ତୁ ଏଠି ଧାନ ଲଗାଇନି ହେଲା, ଏଇଟା ନିଜେ ଏମିତି ବାହାରିଛି ସେ ଇଏରୁ। ଆଉ ଏ ପାଖରେ ନାଇଁ କି କେରଳର ପିଲାମାନେ, ଛୋଟ ଛୋଟ ପିଲାମାନେ ଫୁଟବଲ ଖେଳିବାର ହେଲା, ସବୁବେଳେ ସନ୍ଧ୍ୟାରେ ଫୁଟବଲ ଖେଳିବାରେ କ'ଣ କବା 2-3 ଦିନ ଲଗାତାର ଏତେ ବର୍ଷା ହେଲା ନା, ପିଲାମାନେ ଖେଳିବାକୁ ଆସିଲେ ନା। ମୁଁ ଆସିଥିଲି ତାଙ୍କ ସହିତ ପିଲାଙ୍କ ସହିତ ଟିକେ ଖେଳିବାର, ସେ ପିଲାମାନେ ହିନ୍ଦୀ ଜାଣୁଥିଲେ, ଟିକେ ଟିକେ ମାଲୟାଲମ ବି ଜାଣୁଛି ମୁଁ। ତ ସେମାନେ ଟିକେ ଟିକେ କଥା ହେଇକି ତାଙ୍କ ସହିତ ମୁଁ ଖେଳୁଥିଲି, ସେଠି ବସୁଥିଲି। ତ ଏବେ ଦେଖ ତା ହାଲତ କେମିତି ହେଇଛି, ଦେଖ ପୁରା ପାଣି, ପୁରା ପାଣି ପାଣି ହେଇଯାଇଛି ଭାଇ। ଦେଖ ପୁରା ବୋଲେ ଏତେ ସୁନ୍ଦର ଦେଖାଯାଉଛି, ଦେଖ ତମେ ଲିଟରାଲି ଭାଇ ଦେଖ କେତେ ସୁନ୍ଦର ଦେଖାଯାଉଛି। ଯେବେ ବି ମୁଁ ଛୁଟି କରିବି ଏ ଜାଗାରେ ଆସିବି, ଏଠି ମସ୍ତ କିନା ବସିବି, ଟିକେ ବଢ଼ିଆର ପବନର ମଜା ଟିକେ ନେବି, ମସ୍ତ କିନା ବସିବି। ତାପରେ ଗୋଟେ ଅଧଘଣ୍ଟା ଘଣ୍ଟା ପରେ ରୁମକୁ ଯିବି। ଭଲ ଲାଗୁଛି ଭାଇ ଜାଗା, ତମେ ତ ଦେଖି ସାରିଲ ପୁରା ଜାଗା କେତେ ସୁନ୍ଦର ଦେଖାଯାଉଛି। ବୋଲେ ପୁରା ବୋଲେ ଆଖିରେ ନାହିଁ କି ଏତେ ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି ନା ଭାଇ, କ'ଣ କହିବି ଭାଇ, ଏତେ ସୁନ୍ଦର ପବନ ଆସୁଛି, ହାୟ ହାୟ ବହୁତ ଭଲ ଲାଗୁଛି ଜାଗାରେ ମୋତେ। ତ ଏମିତି ସଣ୍ଡେ ଯେବେ ବୋଲେ ସଣ୍ଡେରେ ଯେବେ ଛୁଟି ଥାଏ ଆମର, ତ ଏଠି ଆସିକି ମୁଁ ବସେ ଆଉ ଏ ପବନର ମଜା ନିଏ, ବାସ୍ ଏତିକି ଆଉ କିଛି ନାହିଁ। ତ ଆଶା କରୁଛି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଇକ୍ ଗୋଟେ କମେଣ୍ଟ କରିଦେବ ଆପଣ, ତମର ଭାଇ ଭାବିକି।